जय जगन्नाथ। आज छुआ मन रखी था भल कथाटी 26 रु 29 पर्यंत पृथ्वी पाई महाविपद है। 26 रु 29 कौन माने अंक शब्द अर्थ हूँ वर्ष। बुझिपार ना ये कहले कली कल्याधिका 5126 रु 5129 पर्यंत पृथ्वी पाई महाविपद। बुझीगला। आम मत हूँ स्वतंत्र अलग। आम मत कौन निजे बंचा शिख तापर अन्य को बंचेवा शिखाओ। महापुरुष जो लिखिं शास्त्र अनेक शास्त्र लिखिं ता भर 318 खंड लिखिले भविष्यवाणी बा भविष्यवाणी। को महापुरुष अच्युत महापुरुष अनेक महापुरुष मैंने लिखिं किंतु महापुरुष सबु बयसटा को आइडेंटिफाई करके रामदास जे प्रकृतिर मूल अच्छी डाल अच्युत कथा कहूनी ये हूँ मूल अच्युत अच्युत मध्य ठाकुर लीला खेला कर तेणु अच्युत है से अनंत महाप्रभु गोटे भजन अच्युत महापुरुष लिखिं अनंत जुगे कौ लीला अनंत माधव लीला। बर्तमान आम देखु अनेक व्यक्ति निजे बंचा शिखी ना निजे बंचा शिखी ना अन्य को ज्ञान किंतु दिए बहु गर्व कर छंदी बांधिक एमती कहती जहाँकि कलना जी महापुरुष को भय करे बा ठाकुर को जी भक्ति करे एटा मन गीता से कारण व्यास 88 ग्रंथ लिखे देखिए बस गोटे पद लिखिं मुनिरपी मति भ्रम आ गए लिखिं विमर्शा रणभंग मुनिरपी मति भ्रम जदि सुध मम दोष न दीजिए। महापुरुष माने आसिक सी मतिभ्रम बेले बेले काले जीवे कि से ए पदटा लिखिकी प्रभु कौन कि शरणापन हो जाए। ये सब महापुरुष जे त्रिकालदर्शी सब थी आम त्रिकालदर्शी भी एक कालीदर्शी भी नुह ठीक ना भूल। हाँ आम कलिजुग मानवा फिर जेतिक लोभ मोह माया आमरी समझ आम देह पशि जाइए कली आम भीतर इनडायरेक्ट पशि जाइए कली जहाँ मन रखी था गर्व किए कर जान तो जमीतिया भक्त हो तो जिते ज्ञानी होता जी गर्व कला जान भर कली पुरुष कारण निकिति ओजन समतुल को भारी हुए दिए रुहे तल जहाँ तक ज्ञान हुए से सदा सर्वदा नतम से कौटी गर्व करके किए नहीं सब अभिनय कर मुझे जानी बुझी रामदास पचारे कहले ठाकुर कौन कहना अरे कौन तू सीना मत पचारे मुझे माने कौन गुणी लोक सहित चिमुटिले ज्ञान बाहर चिमुट सतरे चिमुट माने खोले ही प्रश्न पचारे ज्ञान हो वर्तमान तो अल्प विद्या जी जहाँ पाँच से कहू
ଆଉ ଗୋଟେ ମନ ରଖିଥା, ପ୍ରଭୁ ଅନ୍ତପାଳଙ୍କ ଦୟାରୁ 99 ମସିହାରୁ ଆମେ ଏ ବାଟରେ ଗଲେ, ବୁଝି ହଉଛି। ଆମ ଜୀବନରେ ଅନେକ ସିଦ୍ଧ ସାଧୁଙ୍କ ସଙ୍ଗେ ମଧ୍ୟ ଆମେ ମିଶିଛୁ, କିନ୍ତୁ ସେ ସିଦ୍ଧ ସାଧୁ ହେଲେ ମଧ୍ୟ ତାଙ୍କ ଦେହରେ ବି କଳି ପଶି ଯାଇଥିଲା। ସେ ସମସ୍ତେ କୁହନ୍ତି ଆତ୍ମୀୟ କହିବ ଆମ ଅସ୍ତିତ୍ୱ, କିଏ କହିବ ମୁଁ ଯଶୋବନ୍ଧ, ଆମେ ସବୁ ଏଇଆ ସେତେବେଳେ ଦେଖିଛୁ। ହଁ, ସେତେବେଳେ ତ ମିଡିଆ ନଥିଲା, ଏତେ ନା ଲୋକ ଲୁଚୁରୁ ଆସୁନଥିଲା, ସବୁ ଭିତିରିଆ ରହୁଥିଲେ। ବର୍ତ୍ତମାନ ମିଡିଆ ବାହାରି ପଇଲା, ଓଟା ହାଲା ହେଇଯାଉଛି, ସବୁ ଚାଲିଗଲେ। କେହି ରହି ନାହିଁ ରହିବେ ନାହିଁ ଭବରଙ୍ଗ ଭୂମି ତଳେ ଅଛନ୍ତି। କିନ୍ତୁ ମୋ ବଡ ଦେଉଳରେ ଜଗା ବସିବାର କଥା ବହିଛି, ସିଏ କୁଆଡେ ଯାଉଛି। ଏମାନଙ୍କର ଯଦି ପ୍ରକୃତରେ ଭୟ ଥାଆନ୍ତା, ଏମାନଙ୍କର ଯଦି ଭକ୍ତି ଥାଆନ୍ତା, ଏମିତି କୁହନ୍ତୁ। ଆଉ ଗୋଟେ ଭଲ କଥା ମନେ ରଖିଥାଏ, ଅନେକ ଅଚ୍ୟୁତ ବାହାରିବେ, ଅନେକ ଠାକୁର ମଧ୍ୟ ବାହାରିବେ, ହେଲା। ଲୀଳା ଖେଳା ସଖାଙ୍କ ଯେତେବେଳେ ଲୀଳା ହବ, ଯୋଗ ମାୟା ଠାକୁରଙ୍କର ସ୍ତ୍ରୀ ହେଇଥିବେ ଯୋଗ ମାୟା। ସେରେ ଯୋଗ ମାୟା ଜନ୍ମ ହେଇଥିବେ ପରଶୁରାମ କ୍ଷେତ୍ରରେ। ମା ନା ହେଇଥିବ ମାଳତୀ, ବାପା ନା ହେଇଥିବ ଅନନ୍ତ। ବୁଝୁ, ଯିଏ ଅଚ୍ୟୁତ ହେଇଥିବେ, ପ୍ରପର ମୂଳ ଅଚ୍ୟୁତ ଯିଏ, ସେ 9 ଭୁଜିଆ ଦୁର୍ଗା ଉଦ୍ଧାର କରିବେ। ସମସ୍ତେ 8 ଭୁଜା ଦୁର୍ଗା ଜାଣିଛ, 4 ଭୁଜିଆ ଜାଣିଛ, 10 ଭୁଜିଆ ଜାଣିଛ, ଇଏ ହଉଛନ୍ତି 9 ଭୁଜିଆ। ଆଉ ଯିଏ ଅଚ୍ୟୁତ ହେଇଥିବେ, 15 ମାରିଥିଲେ ଯେତେବେଳେ ପ୍ରଭୁ, କିଏ ବଳଦେବ, ତାଙ୍କ ଯୋଉ ସୁନା ଲଙ୍ଗଳ ଫୋପାଡ଼ି ଯାଇଥିଲେ, ତାକୁ ଉଦ୍ଧାର କରିବେ। ଖାଲି କହିବା ବୋଲିଆ କଣ ହଉଛି। ଗୟାସୁର ପାଷାଣ ହେଇକି ରହିଛି, ସିଏ ମଧ୍ୟ ବର ପାଇଛି, ପ୍ରଭୁ ତାକୁ ଉଦ୍ଧାର କରିବେ। ଖାଲି କହିଦେଲେ କଣ ହେଲା। ଅସସ୍ତମା ବିକଳାଙ୍ଗ ହେଇକି ରହିଛି, ତାକୁ ମଧ୍ୟ ପ୍ରଭୁ ଉଦ୍ଧାର କରିବେ। କାମ କଲେ ପ୍ରଭୁ, ଆଉ ଖାଲି ବହି ପଢିକି କହିଦେଲେ କଣ ସନ୍ଧି ବାନ୍ଧି। ଯଦି ମହାପୁରୁଷ କହିଲେ ନାଇଁ ନା ଶିବ କଳ୍ପ ସନ୍ଧି ବାନ୍ଧି କରି କିଏ ଯେତେ କହିବେ ତା ଉଦର ପୋଷି ନୁହନ୍ତି, କହିନାହାନ୍ତି ନା। ଏତିକି ଛୁଆ ମନେ ରଖିଥାଅ, ପ୍ରଭୁଙ୍କୁ ସଦା ସର୍ବଦା ଭୟ କର। ଭୟରୁ ଜାତ ହୁଏ କଣ ଭକ୍ତି। ଯଦି ଭୟ ନାହିଁ, ତମେ ସେ ଉପରେ ଯେତେ ଚିତା କାଟ, ଯେତେ ଦଣ୍ଡାଇ ଚିତା କାଟ, ଚୈତନ କାଟ, ମୋଟା ପଇତା, ଅରୁଆ ଖିଆ, ଗେରୁଆ ପିନ୍ଧା ଯେତେ ହୁଅ, ଯଦି ଭୟ ନାହିଁ ତମର ଭକ୍ତି ନାହିଁ। ଯଦି ଭକ୍ତି ନାହିଁ ତମର ଭାବ ନାହିଁ। ଯଦି ଭାବ ନାହିଁ ତମର ଦର୍ଶନ ନାହିଁ। ଯଦି ଦର୍ଶନ ନାହିଁ ତମର ମୁକ୍ତି ନାହିଁ। ଯେତେ କହିବ ବୋଲୁ ସେଥିପାଇଁ ଠାକୁର ମୋର ଆରାଧ୍ୟ ଅଭିନୟ ସୁନ୍ଦର କହନ୍ତି, କହେ ଅଭିରାମ ଭାଇ ଅନୁଭବ ଗୋଟି ସତ୍ୟ ମନ। ଠାକୁର କଣ, ପ୍ରଭୁ କଣ ନିଜେ ଆଖିରେ ଦେଖ, ତାପରେ ଦେଖେଇବାକୁ ଶିଖାଅ। ଠିକ କହିନା ଭୁଲ କହି? ଏମିତି କଣ ମୋ ବାପା ଠାକୁର ଜଗନ୍ନାଥଙ୍କୁ ପୂଜା କରୁନଥିଲେ, ମୋ ଜେଜେ ପୂଜା କରୁନଥିଲେ, ଆମେ କଣ ପୂଜା କରୁଥିଲୁ? ନୂଆପାଟଣା ମଠ ଗୋଟେ ଅଛି ଆମର ଆଳି ପାଖରେ, ସେଠି ପାଗଳା ବାବାଙ୍କ ଆଶ୍ରମ, ଆଉ ପୁରୁଷୋତ୍ତମ ଦେବ ବୋଲି ନାମିତ କରାଯାଏ। ସେ ପାଠ ପଢିବାକୁ ଗଲେ, ସେତେବେଳେ ଚାଷୀ ପାଠ ପଢା, ନଳା ଭିତରେ ସେ କଣ କଲେ, ପ୍ରଥମେ ଯାଇଛନ୍ତି, ଆମ ବେଳକୁ ଥିଲା ସ୍କୁଲ ସବୁ ଗଲେ ସବୁ
ମାଷ୍ଟର କହନ୍ତିନି ନା ତିନିଟା ଚାଳ ଘର ସେତେବେଳେ ସବୁ ଥିଲା, ନେକେ ବ୍ରହ୍ମା, ନେକେ ବିଷ୍ଣୁ, ନେକେ ମହେଶ୍ୱର, ଏ ହଳଦୀ ପକେଇ ଦିଅନ୍ତି, ତାକୁ ନିଭା, ତାପରେ ମୁଣ୍ଡେ ବୋଲ, ବୁଝି ହଉଛି। ସେ ପାଗଳା ଗଲେ ପାଠ ପଢିବାକୁ, ସେଠୁ ଖଡି ଧଇଲେ, ଲେଖିଲେ ବ୍ରହ୍ମା ବିଷ୍ଣୁ ମହେଶ୍ୱର, ସାର୍ ସେଠୁ କହିଲେ, ଇଏ ଲେଖିଲେ। ତାପରେ ସିଏ ସେଠୁ ସାର୍ଙ୍କୁ କହୁଛନ୍ତି, ସେତେବେଳେ ସାର୍ ନୁହଁ ତ ଗୁରୁଜୀ ଥିଲେ, ଗୁରୁଜୀ କୁହନ୍ତି, ଗୁରୁ ଆପରେ ଆଉ କଣ ଅଛି? କିଏ କହୁଛନ୍ତି? ପାଗଳା ପଚାରନ୍ତି କାହାକୁ? ତାଙ୍କୁ ଗୁରୁଦେବ। ସେ ଥିଲେ ଚୈତନ୍ୟ, ଇଏ ଚୈତନ୍ୟ ସାହୁ ଥିଲେ ତାଙ୍କ ଗୁରୁ ହେଲା। ଚୈତନ୍ୟ ସାହୁ ଗୁରୁ ଥାନ୍ତି, ତାଙ୍କ ଘରଟା କନିକା ଏରିଆ ପାଖାପାଖି। ସିଏ ଆସନ୍ତି ପଢେଇବାକୁ, ବୁଝି ହଉଛି ନା। ଇଏ ହେଠୁ ପଚାରିଲେ, ତାହେଲେ ଆପରେ କଣ ଅଛି? ଇଏ ବାରମ୍ବାର ରିଜିଡି ହେଲେ, ମାନେ ତିନିଟା ଶୂନ୍ୟ ଲେଖିଲି ବ୍ରହ୍ମା ବିଷ୍ଣୁ ମହେଶ୍ୱର, ତାପରେ କଣ ଶୂନ୍ୟ ଅଛି? ସେ ଯେତେବେଳେ କହିଛନ୍ତି, ଏ ତ ଛୋଟ ଛୁଆ ନା, ସେ କହିଲେ ତାପରେ କଣ ଅଛି ମୁଁ ଜାଣିନି, ତୁ ପଳା। କିଏ କହିଲେ? ଚୈତନ୍ୟ ଗୁରୁ ଚୈତନ୍ୟ ସାହୁ କହିଲେ ହେଲା। ଚୈତନ୍ୟ ସାହୁ ଯେତେବେଳେ କହିଲେ, ଇଏ କହିଲେ ଆପରେ କଣ ତମେ ତ ଜାଣିନ, ମୁଁ ତମ ପାଖକୁ ପାଠ ପଢିବି। ଇଏ ସେଇଠି କଣ କଲେ? ଫସିଲେ। ସେମିତି ବର୍ତ୍ତମାନ ସମୟଟା ସେ ଭାବ ଆଉ ନାହିଁ। ଯେ ଶାସ୍ତ୍ର ବର୍ତ୍ତମାନ ଦେଖ, ଅନେକ ଶାସ୍ତ୍ର ଅଧ୍ୟୟନ କରି ନିଜକୁ ନିଜେ ମୁକାର କରୁଛନ୍ତି, କିନ୍ତୁ ଭଗବାନ କାହା ମୁକାର ରଖନ୍ତି ନାହିଁ। ଛାଡ, ମହାପୁରୁଷ କହୁଛନ୍ତି 26 ଠାବରୁ 29 ଯାଏ କଣ ହବ? ଗୋଟେ ପୃଥ୍ୱୀ ପାଇଁ ବଡ ବିପଦ ଅଛି। କଣ କହିଲେ? କହିଲେ 26 ଠାବରୁ 29 ଯାଏ ପ୍ରମାଦ ଅଛି ଅପାର, 29 ଅଙ୍କରେ ଟିହ ଗରୁଡ ମହାକଳିକି ଅବତାର। ମାନେ କଳି କଲ୍ୟାଧିତା, ଏଠି ମସିଆ କଥା କହିନାହାନ୍ତି। ମହାପୁରୁଷ ବର୍ତ୍ତମାନ ତମେ ଦେଖ ସବୁ ମସିଆକୁ ଧରି ପକଉଛ, ମସିଆ କଥା ଯୋଉଠି ଲେଖିଥିବେ ସେ ପଛପଟେ ଲେଖିଥିବେ, ତା ସାଇଟ୍ ଲେଖିଥିବେ ହାସିବ, ବୁଝିହଉଛି। କଳି କଲ୍ୟାଧିତା ଯେତେବେଳେ 5126 ହବ, କଳିଯୁଗ ଆୟୁ ଅଲଗା। କଳି କଲ୍ୟାଧିତା ଯୋଉ ପାଞ୍ଜିରେ ଯୋଉ ଲେଖା ହଉଛି, ସେଇଠାରୁ 5129 ପର୍ଯ୍ୟନ୍ତ ବହୁତ ବିପଦମାନ ପୃଥିବୀ ଭୂଖଣ୍ଡରେ ଦେଖା ଦେବ। ଏବଂ ସେ ସମୟରେ କଣ ହବ? 29 ଅଙ୍କର କରୁ ମହାକଳିକି ଅବତାର, 29 ଅଙ୍କରେ ମହାକଳିକି ଅବତାର ହେଇଗଲି ମହାପୁରୁଷ ଏଠି ଅଚ୍ୟୁତ କହିଲେ। ଏଇ କଥାକୁ ପଟ୍ଟାମରା ଶାସ୍ତ୍ରରେ ତମେ ଦେଖିବ, 13 ଜନ୍ମ ଶରଣ ତମେ ଦେଖିବ, 56 ଅଙ୍କରେ ପ୍ରଭୁଙ୍କର କଣ ହବ? ଓଙ୍କାର ମୂଳତି ଲେଖିଛନ୍ତି, ମାନେ ମହାକଳିକି ଅବତାର। 56 ଅଙ୍କକୁ ମଧ୍ୟ ପ୍ରମାଣ ଦେଇଛନ୍ତି। ଯଥା ଯେତେବେଳେ 5129 ଭୋଗ କରିବ, ସେତେବେଳେ ମହାପୁରୁଷଙ୍କର କଣ ହବ? 56 ଅଙ୍କ ଭୋଗ କରୁଛି। ଏଥର ବୁଝିପାରିଲେ ନା? ବୁଝିପାରିଲେ? ଅଙ୍କ ହିସାବ ଜାଣି ନା ଜାଣି? ତେଣୁ 5129 କଳି କଲ୍ୟାଧିତା ପର୍ଯ୍ୟନ୍ତ ମହାବିପଦମାନ ଅଛି ବୋଲି ମହାପୁରୁଷ ଅଚ୍ୟୁତାନନ୍ଦ ଦାସ ସେ କଣ କରୁଛନ୍ତି? କୃଷ୍ଣ ଏବଂ ଗରୁଡ ସମ୍ବାଦ ଉପର ଚ୍ୟାନେଲରେ ଏକଥା ଭକ୍ତ ରାମଦାସ ସହିତ ଦ୍ୱାଦଶ ଗୋପାଳଙ୍କୁ ଚେତନା ଦେଇଛି। ବେଳଟା ଖୁବ ନିକଟ, ଗୋଟିଏ ଯୁଗରେ 4ଟା ଯୁଗ ଭୋଗ କରେ। ବର୍ତ୍ତମାନ ହଉଛି କଣ? ମହାକଳି, ଘୋର କଳି, ଯୋଉଠି ବାପ ପୁଅ ଭିନ୍ନ ଭିନ୍ନ ହେଲେଣି, ଆଉ ସେଠି ପୂର୍ଣ୍ଣ ଅଛି? ଠିକ ନା ଭୁଲ? ବର୍ତ୍ତମାନ ବାପ ପୁଅ ସବୁ ଅଲଗା ଅଲଗା ହେଇଯାଉନାହାନ୍ତି। ଇଏ ପାପ ରହୁଛି, ଶିଷ୍ୟ ଅନେକ ରହିଛି, କିନ୍ତୁ ଏଇଟା ହଉଛି ସବୁଠୁ ମହାପାପ। ଅଛି। ଯାଉ ଜୟ ଜଗନ୍ନାଥ। ସେ ଅଚ୍ୟୁତମ ସଦିଚ୍ଛା ପୂର୍ଣ୍ଣ ବୋଲାନନ୍ଦ କହା କରି।